ବାବା ଯେତେବେଳେ କହୁଛନ୍ତି ଆଧ୍ୟାତ୍ମିକ ପଥ ପ୍ରଦର୍ଶକ ମାନେ ସ୍ପିରିଚୁଆଲ ଗାଇଡ୍, ଏହାର ଗଭୀରତା କ'ଣ? ହଁ, ସେଇଟା ମୁଁ ବି ଭାବୁଥିଲି। ଏ ପଥ ପ୍ରଦର୍ଶକ ଶବ୍ଦଟା ଶୁଣିବାକୁ ଯେତିକି ସହଜ, ଅର୍ଥଟା ବୋଧେ ସେତିକି ଗଭୀର। ଆମେ କୋଉ ରାସ୍ତା ଦେଖେଇବୁ? ଦେଖନ୍ତୁ ବାବା କେମିତି ବୁଝଉଛନ୍ତି। ଆମେ ନିଜେ ହେଉଛେ ଆତ୍ମା। ଆମର ପରମ ପିତା ପରମାତ୍ମା ବି ଆତ୍ମା। ହେଲେ ସେ ପରମ। ହୁଁ। ସେ ଆସି ଆମକୁ ଏଇ ଜ୍ଞାନ ଦଉଛନ୍ତି ଯେ ଆମର ଯୋଉ ଅସଲି ଘର, ସବୁ ଆତ୍ମାଙ୍କର ମୂଳ ଜାଗା, ସେଇଟା ହେଉଛି ଶାନ୍ତିଧାମ ବା ମୁକ୍ତିଧାମ। ଆଚ୍ଛା। ଏଇଟାକୁ ହିଁ ବାବା ଆଜି ଅମର ଲୋକ କହୁଛନ୍ତି। ତେଣୁ ଆମ କାମ ହେଲା ନିଜେ ସେ ଘରକୁ ଫେରିବା ବାଟ ଜାଣିବା ଆଉ ଅନ୍ୟ ସବୁ ଆତ୍ମାଙ୍କୁ ବି ସେଇ ବାଟ ଦେଖେଇବା। ଏଟା କିଛି ଦେହର ଯାତ୍ରା ନୁହେଁ, ଏଟା ଆତ୍ମାର ଯାତ୍ରା, ନିଜ ଘରକୁ ଫେରିବାର। ଆଚ୍ଛା। ମୁଁ ଦେଖେ ଅନେକ ଲୋକ ଅମର ଲୋକ କହିଲେ ସ୍ୱର୍ଗକୁ ବୁଝନ୍ତି, ଯୋଉଠି ଦେବତାମାନେ ରହନ୍ତି ବୋଲି ଭାବନ୍ତି। ତେବେ ଏଠି ବାବା କୋଉ ଅମର ଲୋକ କଥା କହୁଛନ୍ତି? ଶାନ୍ତିଧାମ ନା ସ୍ୱର୍ଗ? ବହୁତ ବଢ଼ିଆ ପ୍ରଶ୍ନ। ବାବା ଏଠି ଦୁଇଟା ଯାକ କଥା ସ୍ପଷ୍ଟ କରୁଛନ୍ତି। ଦେଖନ୍ତୁ, ଲୋକେ ଯାଆନ୍ତି ଅମରନାଥ ଯାତ୍ରା, ହେଲେ ସେଠି ତ ଖାଲି ଶିବଙ୍କର ପ୍ରତିମା ଅଛି, ନିଜେ ଶିବ ତ ନାହାନ୍ତି। ହଁ। ଆଉ ସ୍ୱର୍ଗକୁ ବି ଅମରପୁରୀ କୁହାଯାଏ, କାରଣ ସେଠି ଅକାଳରେ କେହି ମରନ୍ତିନି, ସମସ୍ତେ ବହୁତ ବର୍ଷ ବଞ୍ଚନ୍ତି। କିନ୍ତୁ ଆତ୍ମା ପାଇଁ, ପ୍ରକୃତ ଆଉ ସବୁଦିନ ପାଇଁ ଅମର ରହିବାର ଜାଗା ହେଉଛି ଅମରଲୋକ, ମାନେ ପରମଧାମ, ଶାନ୍ତିଧାମ। କୋହୋ। ହଁ, ସେଠିକି ହିଁ ବାବା ଆମ ସମସ୍ତଙ୍କୁ ନେଇକି ଯିବାକୁ ଆସିଛନ୍ତି। ପୁଣି ସେଠୁ ଆମେ ପବିତ୍ର ହେଇକି ନୂଆ ଦୁନିଆ ମାନେ ସ୍ୱର୍ଗକୁ ଆସିବୁ, ଶରୀର ନେବୁ। ସେଇଟା ବି ଗୋଟେ ପ୍ରକାର ଅମରପୁରୀ, ଦେହଧାରୀଙ୍କ ପାଇଁ। ଆଚ୍ଛା, ମାନେ ଆମର ଲକ୍ଷ୍ୟ ଦୁଇଟା ସ୍ତରରେ ଅଛି। ପ୍ରଥମେ ଶାନ୍ତିଧାମ, ତାପରେ ସ୍ୱର୍ଗ। ହେଲେ ଏଇ ଯୋଉ ପଥ ପ୍ରଦର୍ଶକ କାମଟା, ଏଇଟା କରିବା ବେଳେ ନିଶ୍ଚୟ କିଛି ଅସୁବିଧା ଆସୁଥିବ, ମାୟାର କିଛି ପ୍ରଭାବ ପଡୁଥିବ। ଏକଦମ ଏକଦମ। ବାବା ସେଇ କଥା ବି କହୁଛନ୍ତି। ଏଇ ଯୋଉ ସ୍ମୃତି ରହୁଛି ଯେ ଆମେ ଆତ୍ମା, ଆମେ ବାବାଙ୍କ ସନ୍ତାନ, ଆମକୁ ଘରକୁ ଯିବାର ଅଛି, ସ୍ୱର୍ଗ ବନେଇବାର ଅଛି। ମାୟାର ଯେତେବେଳେ ତୁଫାନ ଆସେ, ଏ ସ୍ମୃତି ଭୁଲିଯାଏ। ମନରେ ସନ୍ଦେହ ଆସେ, ଦେହ ଅଭିମାନ ବି ଆସିଯାଏ। ସେଥିପାଇଁ ତ ବାବା ଏତେ ଜୋର ଦଉଛନ୍ତି ସକାଳୁ ଉଠିକି ଆଉ ରାତିରେ ଶୋଇବା ଆଗରୁ ଏଇ ଚିନ୍ତନ କରିବାକୁ ଯେ ଆମେ ବାବାଙ୍କଠୁ କେତେ ବଡ଼ ଜିନିଷ ପାଉଛୁ, ଅମୂଲ୍ୟ ଜୀବନ ପାଇ ଅମୂଲ୍ୟ ରତ୍ନ ପାଉଛୁ। ଏ ଧାରଣାକୁ ପକ୍କା କରିବା ଦରକାର। ଠିକ୍। ତେବେ ଏ ଧାରଣାକୁ ପକ୍କା କରିବା ଆଉ ଅମର ଲୋକ ଯିବା ପାଇଁ ଯୋଗ୍ୟ ହବାର ମୂଳ ଜିନିଷଟା କ'ଣ? ବାବା ପବିତ୍ରତା ଉପରେ ଏତେ ଗୁରୁତ୍ୱ ଦେଉଛନ୍ତି। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।